କାହାର ପାଦ ଛୁଇଁବା ମନା? ଆସନ୍ତୁ ଜାଣିବା ସାଙ୍ଗମାନେ। ଭୁଲରେ ବି ଏହି 9 ଜଣଙ୍କ ପାଦ ଛୁଅନ୍ତୁନି। ତ ଆସନ୍ତୁ ଜାଣିବା ସାଙ୍ଗମାନେ, ସେଇ 9 ଜଣ ବ୍ୟକ୍ତି କିଏ କିଏ ଯାହାର କି ପାଦ ଛୁଇଁବା ମନା। ସନାତନ ଧର୍ମରେ ଗୁରୁଜନମାନଙ୍କ ପାଦ ଛୁଇଁବା ଏକ ଭଲ ରୀତି ବୋଲି ବିବେଚନା କରାଯାଏ। କିନ୍ତୁ ଆପଣ ଜାଣନ୍ତି କେଉଁ ପରିସ୍ଥିତିରେ ଏବଂ କେଉଁ 9 ଜଣଙ୍କ ପାଦ ଛୁଇଁବା ଉଚିତ ନୁହେଁ? ସନାତନ ଧର୍ମରେ ଅଭିବାଦନ ନମ୍ରତାର ସୂଚକ ଭାବରେ ବିବେଚନା କରାଯାଏ। ଅଭିବାଦନ ଗ୍ରହଣ କରିବାର ଉପକାରିତା ବିଷୟରେ ଶାସ୍ତ୍ରରେ ଏକ ପଦ ଉଲ୍ଲେଖ କରାଯାଇଛି। ବୟସ୍କ ଓ ଗୁରୁଜନମାନଙ୍କୁ ସମ୍ମାନ କରିବା ପାଇଁ ସେବା କରି ବୟସ, ଜ୍ଞାନ, ଖ୍ୟାତି ଏବଂ ଶକ୍ତି ହାସଲ କରାଯାଇଥାଏ। ସନାତନ ଧର୍ମରେ ଗୁରୁଜନମାନଙ୍କ ପାଦ ଛୁଇଁବା ଏକ ଭଲ ରୀତି ବୋଲି ବିବେଚନା କରାଯାଏ। କିନ୍ତୁ ଆପଣ ଜାଣନ୍ତି କେଉଁ ପରିସ୍ଥିତିରେ ଏବଂ କେଉଁ 9 ଜଣଙ୍କ ପାଦ ଛୁଇଁବା ଉଚିତ ନୁହେଁ? ଯଦି ଜାଣିନାହାନ୍ତି, ଆଜି ଜାଣନ୍ତୁ। ପ୍ରଥମେ ଜାଣନ୍ତୁ, ଶ୍ୱଶୁରଙ୍କ ପାଦ ଜ୍ୱାଇଁ ଛୁଇଁବା ଉଚିତ ନୁହେଁ। କାହିଁକି? ଆସନ୍ତୁ ଜାଣିବା। ପୌରାଣିକ ବିଶ୍ୱାସ ଅନୁଯାୟୀ ଜ୍ୱାଇଁ କୌଣସି ପରିସ୍ଥିତିରେ ତାଙ୍କ ଶ୍ୱଶୁରଙ୍କ ପାଦ ଛୁଇଁବା ଉଚିତ ନୁହେଁ। କୁହାଯାଏ ଯେ ମହାଦେବ ରାଜା ଦକ୍ଷଙ୍କ ମୁଣ୍ଡ କାଟିବା ପରଠାରୁ ଏହି ପରମ୍ପରା ଚାଲି ଆସୁଛି। ମାମୁଁର ପାଦ ଛୁଇଁବା କଥା ନୁହେଁ ଭଣଜା। ଆସନ୍ତୁ କାହିଁକି ଛୁଇଁବେ ନାହିଁ ପାଦ ଜାଣିବା। ପୌରାଣିକ ବିଶ୍ୱାସ ଅନୁଯାୟୀ ଏକ ଭଣଜା ନିଜ ମାମୁଁଙ୍କର ପାଦ ଛୁଇଁବା କଥା ନୁହେଁ। କୁହାଯାଏ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ମାମୁଁ କଂସର ବଧ କରିଥିଲେ, ସେହି ସମୟରୁ ଏହି ପରମ୍ପରା ଚାଲି ଆସୁଛି। କୁଆଁରୀ କନ୍ୟାମାନଙ୍କର ମଧ୍ୟ ପାଦ ଛୁଇଁବା ମନା। ଧାର୍ମିକ ବିଶ୍ୱାସ ଅନୁଯାୟୀ ଜଣେ ପୁରୁଷ କେବେ କୁଆଁରୀ କନ୍ୟାମାନଙ୍କର ପାଦ ଛୁଇଁବା ଉଚିତ ନୁହେଁ। ବାସ୍ତବରେ ସନାତନ ପରମ୍ପରାରେ କୁଆଁରୀ ଝିଅମାନେ ଦେବୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଇଛି। ଯେଉଁମାନେ ଏହା କରନ୍ତି ସେମାନେ ପାପର ଅଂଶୀଦାର ହୁଅନ୍ତି। ସନ୍ନ୍ୟାସୀ କେବେ ବି କାହାର ପାଦ ଛୁଇଁବା କଥା ନୁହେଁ। ସନାତନ ଧାର୍ମିକ ପରମ୍ପରାରେ ଜଣେ ସନ୍ନ୍ୟାସୀଙ୍କୁ ସର୍ବଦା ସମ୍ମାନର ସହିତ ଦେଖାଯାଏ। ସନ୍ନ୍ୟାସ ଆରମ୍ଭ କରିବା ପରେ ସନ୍ନ୍ୟାସୀ କେବେ ବି କାହାର ପାଦକୁ ସ୍ପର୍ଶ କରନ୍ତି ନାହିଁ। ଆପଣ ନିଶ୍ଚିତ ଭାବରେ ମହାନ ଯୋଗୀ ଏବଂ ସାଧୁମାନଙ୍କ ସହିତ ଏହା ଦେଖିଥିବେ। ଏପରି ପରିସ୍ଥିତିରେ ଯେଉଁମାନେ ଅସନ୍ତୋଷ ପ୍ରକାଶ କରନ୍ତି କିମ୍ବା ତ୍ୟାଗ କରିବାକୁ ଇଚ୍ଛା କରନ୍ତି, ସେମାନେ ଏହାକୁ ସର୍ବଦା ଧ୍ୟାନରେ ରଖିବା ଉଚିତ। ଶୋଇଥିବା ବ୍ୟକ୍ତିଙ୍କ ପାଦକୁ ସ୍ପର୍ଶ କରନ୍ତୁ ନାହିଁ। ଶୋଇଥିବା ବ୍ୟକ୍ତିର ପାଦକୁ ମଧ୍ୟ ଛୁଇଁବା ମନା। ଧାର୍ମିକ ବିଶ୍ୱାସ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ନିଦରେ ଶୋଇଛନ୍ତି, ତେବେ ତାଙ୍କ ପାଦ ଛୁଇଁବା ଉଚିତ ନୁହେଁ। ତେବେ କେବଳ ମୃତ ବ୍ୟକ୍ତିଙ୍କ ପାଦ ଛୁଆଁଯାଏ। କୁହାଯାଏ ଯେ ଯିଏ ଏହା କରେ ସେ ପାପର ଅଂଶ ସାଜେ। ଏପରି ପରିସ୍ଥିତିରେ ଏହି ଜିନିଷକୁ ସର୍ବଦା ଧ୍ୟାନ ରଖିବା ଉଚିତ। ମନ୍ଦିରରେ କାହାର ପାଦ ସ୍ପର୍ଶ କରନ୍ତୁ ନାହିଁ। ଧାର୍ମିକ ଶାସ୍ତ୍ର ବିଶେଷଜ୍ଞମାନେ କହିଛନ୍ତି ଯେ ଜଣେ ବ୍ୟକ୍ତି ଯେତେ ବୟସ ହେଉନା କାହିଁକି, ଯଦି ସେ ଏକ ମନ୍ଦିରରେ ଥାଆନ୍ତି, ତେବେ ତାଙ୍କ ପାଦ ଛୁଇଁବା ଉଚିତ ନୁହେଁ। ଏହା କରିବା ଦ୍ୱାରା ମନ୍ଦିରରେ ଅବସ୍ଥିତ ଦେବତାମାନଙ୍କୁ ଆପଣ ଅପମାନିତ କରନ୍ତି। ଅଧିକନ୍ତୁ ଯେଉଁମାନେ ମନ୍ଦିର ପରିସରରେ ଏପରି କରନ୍ତି, ସେମାନଙ୍କୁ ପାପରୁ ଦୋଷୀ ହେବାକୁ କେହି ରକ୍ଷା କରିପାରିବେ ନାହିଁ। ତେଣୁ ଏହାକୁ ସର୍ବଦା ଧ୍ୟାନ ରଖନ୍ତୁ। ତେବେ ମନ୍ଦିର ପରିସରରେ ଏପରି କରିବା ଉଚିତ ନୁହେଁ। ଆହୁରି ମଧ୍ୟ ଅଶୌଚ ବ୍ୟକ୍ତିର ପାଦ ଛୁଇଁବା ମନା। ସନାତନ ଧର୍ମର ବିଶ୍ୱାସ ଅନୁଯାୟୀ ଯଦି କେହି ଅଶୌଚ ଅବସ୍ଥାରେ ଅଛନ୍ତି, ତାହେଲେ ତାଙ୍କ ପାଦ ଛୁଇଁବା ଉଚିତ ନୁହେଁ। କୁହାଯାଏ ଯେ ଯେଉଁମାନେ ଏହା କରନ୍ତି ସେମାନେ ପାପରେ ଦୋଷୀ ହୁଅନ୍ତି। ପୂଜାପାଠ କରୁଥିବା ସମୟରେ ମଧ୍ୟ ପାଦ ଛୁଇଁବା ମନା। କୁହାଯାଏ ଯେ ଯଦି ଜଣେ ବ୍ୟକ୍ତି ପୂଜା କରୁଛନ୍ତି, ମାଳା ଜପ କରୁଛନ୍ତି କିମ୍ବା ଭଜନ ଗାଉଛନ୍ତି, ତାହେଲେ ତାଙ୍କ ପାଦ ଛୁଇଁବା ଉଚିତ ନୁହେଁ। ଏହା କରିବା ଦ୍ୱାରା ପାପର ଏକ ଅଂଶ ହେବାରୁ କେହି ଆପଣଙ୍କୁ ରକ୍ଷା କରିବେ ନାହିଁ।
तो आज ये छोटिया भिडियोटी केमती लागला निश्चय जनइबे लाइक शेयर कमेंट मध्य करदेवे जो मैंने नुआ अच्छा से सब्सक्राइब करदेवे ताले देखा आ गोटे सुंदर टॉपिक उपरे वीडियो तो आज एतिकी थाउ बाय।